ପଞ୍ଚମ ଅଧ୍ୟାୟ ଆରମ୍ଭ। ଚଞ୍ଚଳାର ପ୍ରଯତ୍ନକ୍ରମେ ପାର୍ବତୀଙ୍କ ଆଜ୍ଞାରେ ଗନ୍ଧର୍ବରାଜ ତୁମ୍ବୁରୁଙ୍କର ବିନ୍ଧ୍ୟ ପର୍ବତ ଗମନ, ସେଠାରେ ତାଙ୍କ ମୁଖରୁ ଶିବପୁରାଣ କଥା ଶ୍ରବଣ ଫଳରେ ଚଞ୍ଚଳାର ସ୍ୱାମୀ ବିନ୍ଦୁଙ୍କର ପିଚାଶ ଯୋନିରୁ ଉଦ୍ଧାର ଏବଂ ସେହି ଦମ୍ପତିଙ୍କର ଶିବଧାମରେ ସୁଖରେ ସହାବସ୍ଥାନ। ସୂତ କହିଲେ, ହେ ଶୟନକ, ଦିନେ ପରମାନନ୍ଦରେ ନିମଗ୍ନ ଚଞ୍ଚଳା ଉମାଦେବୀଙ୍କ ପାଖକୁ ଯାଇ ପ୍ରଣାମ କଲା ଓ ଦୁଇ କର ଯୋଡ଼ି ସ୍ତୁତି କଲା। ଚଞ୍ଚଳା କହିଲା, ହେ ଗିରିରାଜ ନନ୍ଦିନୀ ସ୍କନ୍ଧମାତା ଉମେ, ମନୁଷ୍ୟମାନେ ସଦା ଆପଣଙ୍କ ସେବା କରିଥାନ୍ତି। ସେ ସର୍ବସୁଖକାରିଣୀ ଶିବପ୍ରିୟେ। ଆପଣ ବ୍ରହ୍ମସ୍ୱରୂପିଣୀ ଅଟନ୍ତି। ବିଷ୍ଣୁ ଓ ବ୍ରହ୍ମାଦି ଦେବତାଙ୍କ ଦ୍ୱାରା ସେବ୍ୟ ଅଟନ୍ତି। ଆପଣ ସଗୁଣା ଓ ନିର୍ଗୁଣା ତଥା ଆପଣ ହିଁ ସୂକ୍ଷ୍ମ ସଚ୍ଚିଦାନନ୍ଦ ରୂପିଣୀ ଆଦ୍ୟ ପ୍ରକୃତି। ଆପଣ ହିଁ ସଂସାରର ସୃଷ୍ଟି, ପାଳନ ଓ ସଂହାରକାରିଣୀ। ତିନି ଗୁଣର ଆଶ୍ରୟ ମଧ୍ୟ ଆପଣ। ଆପଣ ହିଁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ଆବାସ ସ୍ଥାନ ତଥା ସେମାନଙ୍କ ଉତ୍ତମ ପ୍ରତିଷ୍ଠାକାରିଣୀ ପରାଶକ୍ତି। ସୂତ କହୁଛନ୍ତି, ଶୟନକ ସଦ୍ଗତି ପ୍ରାପ୍ତି ହୋଇଥିବା ଚଞ୍ଚଳା ଏହି ରୂପେ ମହେଶ୍ୱର ପତ୍ନୀ ଉମାଙ୍କୁ ସ୍ତୁତି କରିସାରି ମସ୍ତକ ଅବନତ କରି ଛିଡ଼ା ହୋଇଗଲା। ତା ନେତ୍ର ପ୍ରାନ୍ତରୁ ପ୍ରେମର ଅଶ୍ରୁ ବହି ଆସିଥିଲା। ଏହା ଦେଖି କରୁଣାମୟୀ ଶିବପ୍ରିୟା ଭକ୍ତବତ୍ସଳା ପାର୍ବତୀ ଦେବୀ ଚଞ୍ଚଳାକୁ ସମ୍ବୋଧିତ କରି ଅତି ସ୍ନେହରେ ଏହି ପ୍ରକାର କହିଲେ, ସଖା ଚଞ୍ଚୁଳେ, ହେ ସୁନ୍ଦରୀ, ତୁମେ କରିଥିବା ଏହି ସ୍ତୁତିରେ ମୁଁ ବହୁତ ପ୍ରସନ୍ନ। କୁହ, ତୁମେ କ'ଣ ବର ମାଗିବାକୁ ଚାହୁଁଛ? ତୁମ ପାଇଁ ମୋ ନିକଟରେ କିଛି ଅଦେୟ ନାହିଁ। ଚଞ୍ଚଳା କହିଲା, ନିଷ୍ପାପ ଗିରିରାଜକୁମାରୀ, ମୋର ସ୍ୱାମୀ ବିନ୍ଦୁକ ଏବେ କେଉଁଠି? ତାଙ୍କର କେଉଁ ଗତି ହେଲା? ମୁଁ ଏ ବିଷୟରେ କିଛି ବି ଜାଣେନା। କଲ୍ୟାଣମୟୀ ଦୀନବତ୍ସଳେ, ମୁଁ ମୋର ପତିଦେବଙ୍କ ସଙ୍ଗେ ଯେଉଁ ପ୍ରକାରେ ମିଳିତ ହୋଇପାରିବି ସେହିପରି କିଛି ଉପାୟ କରନ୍ତୁ। ହେ ମହେଶ୍ୱରୀ, ହେ ମହାଦେବୀ, ମୋ ସ୍ୱାମୀ ଗୋଟିଏ ଶୂଦ୍ରଜାତୀୟ ବେଶ୍ୟା ପ୍ରତି ଆସକ୍ତ ହୋଇଯାଇଥିଲେ ଏବଂ ପାପରେ ହିଁ ବୁଡ଼ି ରହିଥିଲେ। ମୋ ମୃତ୍ୟୁ ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୁଁ ଜାଣେନା ତାଙ୍କର କି ଗତି ହେଲା। ଗିରିଜା କହିଲେ, ମାଆରେ, ତୋର ସ୍ୱାମୀ ବିନ୍ଦୁକ ବଡ଼ ପାପୀ ଥିଲା। ତାର ଅନ୍ତଃକରଣ ଅତ୍ୟନ୍ତ ଦୂଷିତ ଥିଲା। ତୋର ସେହି ବେଶ୍ୟାସାଙ୍ଗକାରୀ ମହାମୂଢ଼ ସ୍ୱାମୀ ମରିବା ପରେ ଅଗଣିତ ବର୍ଷ ପର୍ଯ୍ୟନ୍ତ ନରକରେ ନାନା ପ୍ରକାର ଦୁଃଖ ଭୋଗ କରିସାରି ଅବଶିଷ୍ଟ ପାପର ଫଳ ଭୋଗିବାକୁ ବିନ୍ଧ୍ୟ ପର୍ବତରେ ପିଚାଶ ହୋଇଯାଇଛି। ଏବେ ସେ ପିଚାଶ ନାନା ପ୍ରକାର କ୍ଲେଶ ସହନ କରୁଛି। ସେ ଦୁଷ୍ଟ ବାୟୁ ପାନ କରି ରହୁଛି ଏବଂ ସର୍ବଦା ନାନା ପ୍ରକାର କଷ୍ଟ ଭୋଗୁଛି। ସୂତ କହୁଛନ୍ତି, ଶୟନକ, ସୁବ୍ରତା ଚଞ୍ଚଳା ଗୌରୀଦେବୀଙ୍କ ମୁଖରୁ ସ୍ୱାମୀଙ୍କ ଦାରୁଣ ଯାତନା କଥା ଶୁଣି ଅତ୍ୟନ୍ତ ଦୁଃଖିତ ହେଲା। ତାପରେ ସେ ମନକୁ ସ୍ଥିର କରି ବ୍ୟଥିତ ହୃଦୟରେ ମାହେଶ୍ୱରୀଙ୍କ ପ୍ରଣାମ କରି ପୁନଃ ପଚାରିଲା। ଚଞ୍ଚଳା କହିଲା, ହେ ମାହେଶ୍ୱରୀ, ହେ ମହାଦେବୀ, ମୋ ଉପରେ କୃପା କରନ୍ତୁ ଏବଂ ମୋର ସେହି ଦୂଷିତ କର୍ମଚାରୀ ଦୁଷ୍ଟ ସ୍ୱାମୀଙ୍କୁ ଏଥର ଉଦ୍ଧାର କରିଦିଅନ୍ତୁ। ହେ ଦେବୀ, ମୋର କୁତ୍ସିତ ବୁଦ୍ଧି ପାପାତ୍ମା ସ୍ୱାମୀଙ୍କୁ କେଉଁ ଉପାୟରେ ଉତ୍ତମ ଗତି ପ୍ରାପ୍ତ ହେବ ଆପଣଙ୍କୁ ମୁଁ ପୁଣି ନମସ୍କାର କରୁଛି। ପାର୍ବତୀ କହିଲେ, ତୋ ସ୍ୱାମୀ ଯଦି ଶିବପୁରାଣର ପୁଣ୍ୟମୟୀ ଉତ୍ତମ କଥାକୁ ଶୁଣିବ ତେବେ ସେ ସମସ୍ତ ଦୁର୍ଗତିକୁ ପାର ହୋଇ ଉତ୍ତମ ଗତି ଭାଗି ହେବ। ଗୌରୀଦେବୀଙ୍କର ଏଭଳି ମୃତତୁଲ୍ୟ ମଧୁର ବାଣୀକୁ ଆଦରରେ ଶୁଣି ଚଞ୍ଚଳା ହାତ ଯୋଡ଼ି ମୁଣ୍ଡ ନୁଆଁଇ ତାଙ୍କୁ ବାରମ୍ବାର ପ୍ରଣାମ କଲା ଓ ନିଜ ସ୍ୱାମୀଙ୍କର ସମସ୍ତ ପାପର ପ୍ରକ୍ଷାଳନ ପାଇଁ ଏବଂ ତାଙ୍କର ସଦ୍ଗତି ପାଇଁ ପାର୍ବତୀ ଦେବୀଙ୍କୁ ପ୍ରାର୍ଥନା କରି କହିଲା, ମୋ ସ୍ୱାମୀଙ୍କୁ ଶିବପୁରାଣ ଶୁଣାଇବାର ବ୍ୟବସ୍ଥା ହେବା ଉଚିତ। ବ୍ରାହ୍ମଣୀ ବାରମ୍ବାର ଏପରି ପ୍ରାର୍ଥନା କରିବାରୁ ଶିବପ୍ରିୟା ଗୌରୀଦେବୀଙ୍କ ମନରେ ଦୟା ଆସିଲା। ଭକ୍ତବତ୍ସଳା ମାହେଶ୍ୱରୀ ଗିରିରାଜ କୁମାରୀ ଶିବଙ୍କ ଉତ୍ତମ କୀର୍ତ୍ତିଗାନରେ ପ୍ରବୀଣ ଗନ୍ଧର୍ବରାଜ ତୁମ୍ବୁରୁଙ୍କୁ ଡାକି ତାଙ୍କୁ ଆନନ୍ଦରେ କହିଲେ, ତୁମ୍ବୁର, ତୁମର ଭଗବାନ ଶିବଙ୍କ ପ୍ରତି ପ୍ରୀତି ରହିଛି। ତୁମେ ମୋ ମନର କଥାକୁ ଜାଣି ମୋର ଅଭୀଷ୍ଟ କାର୍ଯ୍ୟକୁ ସଫଳ କରିଥାଅ। ଏଣୁ ତୁମକୁ ଗୋଟିଏ କଥା କହୁଛି, ତୁମର କଲ୍ୟାଣ ହେଉ। ତୁମେ ମୋର ଏ ସଖୀ ସଙ୍ଗରେ ଶୀଘ୍ର ବିନ୍ଧ୍ୟ ପର୍ବତକୁ ଯାଅ। ସେଠାରେ ଗୋଟାଏ ଅତ୍ୟନ୍ତ ଭୟଙ୍କର ପିଚାଶ ରହୁଛି। ତାର ବୃତ୍ତାନ୍ତ ତୁମେ ପ୍ରଥମରୁ ଜାଣି ରଖ। ମୁଁ ତୁମକୁ ପ୍ରସନ୍ନତା ପୂର୍ବକ ସବୁ କିଛି କରିଦେଉଛି। ପୂର୍ବଜନ୍ମରେ ସେହି ପିଚାଶ ବିନ୍ଦୁକ ନାମକ ବ୍ରାହ୍ମଣ ଥିଲା, କିନ୍ତୁ ସେ ବେଶ୍ୟାଗାମୀ ହୋଇଗଲା। ସେ ଦୁଷ୍ଟ ସ୍ନାନ ସନ୍ଧ୍ୟା ଇତ୍ୟାଦି ନିତ୍ୟକର୍ମ ଛାଡ଼ି ଅପବିତ୍ର ଅବସ୍ଥାରେ ରହିଲା। କ୍ରୋଧ ହେତୁ ତାର ବୁଦ୍ଧି ମୂଢ଼ତାର ଆବରଣରେ ଆଚ୍ଛାଦିତ ହୋଇଯାଇଥିଲା। ତେଣୁ ସେ କର୍ତ୍ତବ୍ୟ ଓ ଅକର୍ତ୍ତବ୍ୟ ଜ୍ଞାନ ହରାଇ ବସିଥିଲା। ଅଭକ୍ଷ୍ୟ ଭକ୍ଷଣ, ସଜ୍ଜନଙ୍କ ପ୍ରତି ଦ୍ରୋହ ଓ ଦାନ ରୂପେ ଓ ଦୂଷିତ ବସ୍ତୁ ଗ୍ରହଣ କରିବା ଏସବୁ ଥିଲା ତା ପାଇଁ ସ୍ୱାଭାବିକ କର୍ମ। ସେ ଅସ୍ତ୍ରଶସ୍ତ୍ର ଧରି ହିଂସାକର୍ମ କରୁଥିଲା, ବାମ ହାତରେ ଖାଉଥିଲା, ଦୀନବନ୍ଧୁଙ୍କୁ କଷ୍ଟ ଦେଉଥିଲା, କ୍ରୂରତା ପୂର୍ବକ ଘରେ ଘରେ ନିଆଁ ଲଗାଇ ଦେଉଥିଲା, ଚଣ୍ଡାଳଙ୍କୁ ପ୍ରେମ କରୁଥିଲା ଏବଂ ପ୍ରତିଦିନ ବେଶ୍ୟାର ସମ୍ପର୍କରେ ରହୁଥିଲା। ସେ ବହୁତ ଦୁଷ୍ଟ ଥିଲା।
ସେ ପାପୀ ନିଜ ପତ୍ନୀଙ୍କୁ ପରିତ୍ୟାଗ କରି ଦୁଷ୍ଟାଙ୍ଗ ସଙ୍ଗରେ ରହିବାକୁ ସୁଖ ମଣିଥିଲା। ସେ ମୃତ୍ୟୁ ପର୍ଯ୍ୟନ୍ତ ଦୁରାଚାରରେ ହିଁ ଲିପ୍ତ ରହିଥିଲା। ମୃତ୍ୟୁ ପରେ ସେ ପାପୀଙ୍କର କର୍ମଫଳ ଭୋଗରେ ଯମପୁରକୁ ଗଲା ଏବଂ ସେଠାରେ ଅନେକ ପ୍ରକାର ନରକ ଯାତନା ଭୋଗ କରିସାରି ଏବେ ବିନ୍ଧ୍ୟ ପର୍ବତରେ ପିଚାସ ଯୋନି ହୋଇଛି। ସେଠାରେ ସେ ଦୁଷ୍ଟ ପିଚାସ ନିଜ ପାପର ଫଳ ଭୋଗ କରୁଛି। ତୁମେ ତା ସମ୍ମୁଖରେ ଯତ୍ନପୂର୍ବକ ଶିବ ପୁରାଣର ଦିବ୍ୟ କଥା ପ୍ରବଚନ କର। ତାହା ପରମ ପୁଣ୍ୟକର ଓ ସମସ୍ତ ପାପ ନାଶକାରୀ। ଶିବପୁରାଣ କଥା ଶ୍ରବଣ କରିବା ସବୁଠାରୁ ଉତ୍କୃଷ୍ଟ ପୁଣ୍ୟକର୍ମ। ଏହାଦ୍ୱାରା ତାର ହୃଦୟ ଶୀଘ୍ର ପାପମୁକ୍ତ ହୋଇଯିବ ଏବଂ ସେ ପ୍ରେତ ଯୋନିରୁ ମୁକ୍ତ ହୋଇଯିବ। ପିଚାସ ବନ୍ଧୁକ ଏହି ଦୁର୍ଗତିରୁ ମୁକ୍ତ ହୋଇଗଲେ ତାକୁ ମୋ ଆଜ୍ଞାରେ ବିମାନରେ ବସାଇ ତୁମେ ଭଗବାନ ଶିବଙ୍କ ସମୀପକୁ ନେଇ ଆସିବ। ସୂତ କହୁଛନ୍ତି, ଶୟନକ ମାହେଶ୍ୱରୀ ଉମାଙ୍କ ଆଦେଶ ପାଇ ଗନ୍ଧର୍ବରାଜ ତୁମ୍ବୁରୁ ମନେ ମନେ ବହୁତ ଖୁସି ହେଲେ। ସେ ନିଜ ଭାଗ୍ୟକୁ ପ୍ରଶଂସା କଲେ। ତାପରେ ପିଚାସର ସତୀସାଥୀ ପତ୍ନୀ ଚଞ୍ଚଳା ସହିତ ବିମାନରେ ବସି ନାରଦଙ୍କ ପ୍ରିୟ ମିତ୍ର ତୁମ୍ବୁରୁ ଦ୍ରୁତଗତିରେ ବିନ୍ଧ୍ୟାବଳକୁ ଗଲେ। ତାପରେ ପିଚାସର ସାଥୀସ୍ୱର୍ଣ୍ଣୀ ପତ୍ନୀ ଚଞ୍ଚଳା ସହିତ ବିମାନରେ ବସି ନାରଦଙ୍କ ପ୍ରିୟ ମିତ୍ର ତୁମ୍ବୁରୁ ଦ୍ରୁତଗତିରେ ବିନ୍ଧ୍ୟାଚଳକୁ ଗଲେ। ସେଠାରେ ସେ ଉକ୍ତ ପିଚାସକୁ ଦେଖିବାକୁ ପାଇଲେ। ସେ ଅତି ବିଶାଳକାୟ ଥିଲା। ତାର ଥୋଡ଼ି ଥିଲା ବଡ଼ ଆକାରର। ସେ କେବେ ହସୁଥିଲା ତ କେବେ କାନ୍ଦୁଥିଲା, ପୁଣି କେବେ ଡିଆଁକୁଦା କରୁଥିଲା। ତାର ଆକୃତି ଥିଲା ଅତି ବିକରାଳ। ଭଗବାନ ଶିବଙ୍କ ଉତ୍ତମ କୀର୍ତ୍ତି ଗାୟନ କରି ମହାବଳୀ ତୁମ୍ବୁରୁ ସେହି ଭୟଙ୍କର ପିଚାସକୁ ପାଶରେ ବାନ୍ଧି ପକାଇଲେ। ତାପରେ ତୁମ୍ବୁରୁ ଶିବପୁରାଣ କଥା ଆରମ୍ଭ କରିବାକୁ ସ୍ଥିର କରି ମହୋତ୍ସବ ଉପଯୋଗୀ ସ୍ଥାନ ଓ ମଣ୍ଡପ ନିର୍ମାଣ କଲେ। ଇତିମଧ୍ୟରେ ସମଗ୍ର ଜଗତରେ ଦ୍ରୁତଗତିରେ ପ୍ରଚାରିତ ହୋଇଗଲା ଯେ ପାର୍ବତୀଙ୍କ ଆଜ୍ଞାରେ ଶିବପୁରାଣ କଥା ଶୁଣାଇ ଗୋଟିଏ ପିଚାସର ଉଦ୍ଧାର କରିବା ଉଦ୍ଦେଶ୍ୟରେ ତୁମ୍ବୁରୁ ବିନ୍ଧ୍ୟ ପର୍ବତକୁ ଯାଇଛନ୍ତି। ଏହାପରେ ପୁରାଣ କଥା ଶୁଣିବା ଲୋଭରେ ଅନେକ ଦେବର୍ଷି ମଧ୍ୟ ସେଠାରେ ପହଞ୍ଚିଲେ। ଆଦରପୂର୍ବକ ଶିବପୁରାଣ ଶୁଣିବାକୁ ଆସିଥିବା ଲୋକଙ୍କର ସେହି ଅଦ୍ଭୁତ ଓ କଲ୍ୟାଣକାରୀ ସମାଗମରେ ବିନ୍ଧ୍ୟ ପର୍ବତ ପୁରି ଉଠିଲା। ତୁମ୍ବୁରୁ ପିଚାସକୁ ବାନ୍ଧି ପକାଇ ଗୋଟିଏ ଆସନରେ ବସାଇଲେ ଏବଂ ନିଜେ ବୀଣାଟିଏ ହାତରେ ଧରି ଗୌରୀ ପତ୍ନୀଙ୍କ କଥା ବର୍ଣ୍ଣନା ଆରମ୍ଭ କରିଦେଲେ। ପ୍ରଥମେ ଅର୍ଥାତ୍ ବିଦ୍ୟେଶ୍ୱର ସଂହିତା ଠାରୁ ଆରମ୍ଭ କରି ସପ୍ତମ ବାୟୁ ସଂହିତା ପର୍ଯ୍ୟନ୍ତ ମହାତ୍ମ୍ୟ ସହିତ ଶିବପୁରାଣର କଥା ସେ ସ୍ପଷ୍ଟ ରୂପେ ବର୍ଣ୍ଣନା କଲେ। 7ଟି ସଂହିତାରେ ବିଭକ୍ତ ଶିବପୁରାଣକୁ ସାଦର ଶ୍ରବଣ କରି ସମସ୍ତ ଶ୍ରୋତା ପୂର୍ଣ୍ଣତଃ କୃତାର୍ଥ ହୋଇଗଲେ। ପରମ ପୁଣ୍ୟମୟ ଶିବପୁରାଣ ଶୁଣିବା ପରେ ପିଚାସ ତାର ପୈଶାବିକ ଦେହ ପରିତ୍ୟାଗ କରି ଖୁବ୍ ଶୀଘ୍ର ଦିବ୍ୟ ଶରୀର ଧାରଣ କଲା। ସେତେବେଳେ ତାର ଅଙ୍ଗକାନ୍ତି ଗୌରବର୍ଣ୍ଣ ହୋଇଗଲା। ତା ଶରୀରରେ ଶୋଭା ପାଉଥିଲା ଶ୍ୱେତବସ୍ତ୍ର ଏବଂ ସବୁ ପ୍ରକାର ପୁରୁଷବିତ୍ତ ଆଭୂଷଣରେ ତାର ଅଙ୍ଗ ଉଦ୍ଭାସିତ ହେଉଥିଲା। ସେ ତ୍ରିନେତ୍ରଧାରୀ ଚନ୍ଦ୍ରଶେଖର ରୂପ ହୋଇଗଲେ। ଏପରି ଦିବ୍ୟ ଦେହଧାରୀ ହୋଇ ଶ୍ରୀମଦ୍ ବିନ୍ଦୁକ ତାର ପ୍ରାଣବଲ୍ଲଭା ଚଞ୍ଚଳା ସହିତ ମିଶି ପାର୍ବତୀ ବଲ୍ଲଭ ଶିବଙ୍କର ଗୁଣଗାନ କରିବାକୁ ଲାଗିଲା। ଦେବଦର୍ଶୀ ଗଣ ତା ସ୍ତ୍ରୀକୁ ଦିବ୍ୟ ରୂପରେ ସୁଭାଷିତ ଦେଖି ଅତ୍ୟନ୍ତ ବିସ୍ମିତ ହେଲେ। ସେମାନଙ୍କ ଚିତ୍ତ ପରମାନନ୍ଦରେ ମଗ୍ନ ହୋଇଗଲା। ଭଗବାନ ମହେଶ୍ୱରଙ୍କ ଏଭଳି ଅଦ୍ଭୁତ ଚରିତ୍ର ଶୁଣିବା ପରେ ସମସ୍ତ ଶ୍ରୋତା ପରମ କୃତାର୍ଥ ହୋଇ ପ୍ରେମରେ ଶିବଙ୍କର ଯଶୋଗାନ କରି କରି ନିଜ ନିଜ ଧାମକୁ ଚାଲିଗଲେ। ଦିବ୍ୟ ରୂପଧାରୀ ଶ୍ରୀମଦ୍ ବିନ୍ଦୁକ ମଧ୍ୟ ତାର ପ୍ରିୟତମା ସହିତ ସୁନ୍ଦର ବିମାନରେ ସୁଖରେ ଆରୂଢ଼ ହୋଇ ଆକାଶରେ ଅତ୍ୟନ୍ତ ଶୋଭା ପାଇଲା। ତାପରେ ମହେଶ୍ୱରଙ୍କ ସୁନ୍ଦର ଓ ମନୋହର ଗୁଣମାନ ଗାନ କରି କରି ସେ ତାର ପ୍ରିୟତମା ଓ ତୁମ୍ବୁରଙ୍କ ସହିତ ଯାଇ ଅବିଳମ୍ବେ ଶିବଙ୍କ ଧାମରେ ପହଞ୍ଚିଗଲା। ସେଠାରେ ମହେଶ୍ୱର ଓ ପାର୍ବତୀ ଦେବୀ ପ୍ରସନ୍ନ ମନରେ ବିନ୍ଦୁକକୁ ଆଦର କଲେ ଏବଂ ତାକୁ ଆପଣା ପାର୍ଷଦ କରିଦେଲେ। ତାର ପତ୍ନୀ ଚଞ୍ଚଳା ପାର୍ବତୀଙ୍କ ସଖୀ ହୋଇ ରହିଲା। ଶିବଙ୍କର ଘନୀଭୂତ ଜ୍ୟୋତି ସ୍ୱରୂପ ପରମାନନ୍ଦମୟ ସନାତନ ଧାମରେ ଅବିଚଳ ନିବାସ ପାଇ ବିପ୍ର ଦମ୍ପତି ପରମ ସୁଖ ଲାଭ କଲେ। 5ମ ଅଧ୍ୟାୟ ସମାପ୍ତ ହୋଇଛି। ଯଦି ଆପଣଙ୍କୁ ଏ ଭିଡ଼ିଓଟି ପସନ୍ଦ ଆସେ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।